ଆଜ୍ଞା ନମସ୍କାର। ଆଜି ଗୋଟେ ସାମାଜିକ ପ୍ରସଙ୍ଗ ଉପରେ ଛୋଟ ଆଲୋଚନା ଆପଣଙ୍କ ଆଗରେ ରଖୁଛି। ସବୁ ବାପା ମାଆଙ୍କ ମୁହଁରେ ଗୋଟିଏ କଥା, ଆଜ୍ଞା ଆଜିକାଲିକା ପିଲା ଆମ କଥା କ'ଣ ମାନିବ? କାହିଁକି ଏମିତି କହନ୍ତି ମୁଁ ଜାଣିନି। ବାପା ମା ମାନେ ହେଉଛନ୍ତି ଆଦ୍ୟଗୁରୁ, ଶିକ୍ଷକମାନେ ହେଉଛନ୍ତି ଆଉ ଗୋଟେ ଗୁରୁ, ସମାଜ ହେଉଛି ଗୋଟେ ଗୁରୁ। ଏ ତିନି ଜଣ ଗୁରୁଙ୍କ କଥା ଚିନ୍ତା କରାଯାଉ। ବାପା ମା ଯଦି ପ୍ରଥମେ ପିଲାଙ୍କୁ ଟିକିଏ ଆକଟ ରଖିଥିବେ, ପିଲା କଦାପି ହେଲେ ବିଗିଡ଼ିବେ ନାହିଁ। କହିଲେ ତ ବହୁତ କଥା ହେବ, କାଳେ କିଏ ମୋତେ କ'ଣ କହିବ। ପ୍ରଥମେ ଆଗେ ଆମେ ଫିଲ୍ମ ଯାଉଥିଲୁ ଲୁଚିକିରି, ଏବେ ବାପା ମାଆଙ୍କ ଆଗରେ ଖୋଲିକି ଯାଉଛନ୍ତି। କୁଆଡ଼େ ଯାଇଥିଲୁ? ଫିଲ୍ମ ଯାଉଥିଲୁ। ଆସୁଛ କେତେବେଳେ? ରାତି 1-2ଟା ଲେଟ୍ ନାଇଟ୍ ଫିଲ୍ମ ପୁଅ ମୋର ଦେଖିକି ଆସିକି ଶୋଇଛି। ଓକେ। ଆଜିକାଲି ବଡ଼ ବଡ଼ିଆ ଲୋକଙ୍କ ଘରେ ବାପା ମାଆଙ୍କ ଆଗରେ ପିଲାମାନେ ବି ମଧ୍ୟ ମଦ ପିଉଛନ୍ତି ଏକାଠି ବସିକି। ଆଚ୍ଛା, ଯେଉଁ ପ୍ରକାର ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି ବାପା ମା ମାନେ ମୋ ପିଲା ଷ୍ଟାଇଲ୍ କରୁଛି ବୋଲି ମଧ୍ୟ କହୁଛନ୍ତି। ଡ୍ରେସ୍ ପତ୍ରରେ ଗୋଟେ ଶାଳୀନତା ବି ନାହିଁ। ଯାହା ମାଗିଲେ ପିଲାଙ୍କୁ ଦେଲେ, ଗାଡ଼ି ଦେଲେ, ମାଟ୍ରିକ ପାସ୍ ନ କରୁ ଗାଡ଼ି ଦେଲେ, ବଡ଼ ମୋବାଇଲ ଦେଲେ, ଦାମିକିଆ ଘଣ୍ଟା ଦେଲେ, ଯାହା ମାଗିଲେ ତାହା କୁଢ଼େଇଲେ। ଏ ହେଲା ପ୍ରଥମ। କିଛି ଆକଟ ନାହିଁ, କିଛି ରେଷ୍ଟ୍ରିକ୍ସନ୍ ବି ନାହିଁ। ଦ୍ୱିତୀୟ ହେଲା ଗୁରୁ, ଯେ ପାଠ ପଢ଼ାଉଛନ୍ତି। ପାଠ ପ୍ଲସ୍ ଛାଟ, ଭଲ ପିଲା। ପାଠ ୱିଦାଉଟ୍ ଛାଟ କ'ଣ ହେବ ଆପଣ ବର୍ତ୍ତମାନ ସମାଜରେ ଦେଖୁଛନ୍ତି। ଗୁରୁ ଆକଟ କରି କହିପାରିବେନି, ଗୁରୁ ଗାଳି ଦେଇପାରିବେନି, ଗୁରୁ ଟିକିଏ ବାଡ଼େଇ ପାରିବେ ନାହିଁ। ପାଠ ଯେମିତି ହେବ ଛାଡ଼ନ୍ତୁ। ତୃତୀୟ ହେଲା ସମାଜ। ସମାଜକୁ ପିଲାଙ୍କୁ ବି ପିଲାମାନେ ବି ଡରିଲେନି। ଯଦି ଗୁରୁଜନଟେ ଆଗରେ ଯଦି ପିଲାଟେ କିଛି ଖରାପ ଭାଷା କହିଦେଲା ଏବଂ ସେଇ ସମାଜର କିଛି ବୟସ୍କ ଲୋକ ଆସି ତା ବାପା ମାଆଙ୍କୁ କହିଲେ, ଆଜ୍ଞା ଆପଣଙ୍କ ପିଲା ଏଇ ଭାଷା କହୁଥିଲା, ମୁଁ ତାକୁ ଟିକେ ଆକଟ କଲି। ସେ ଆପଣ ଆକଟ କରିବାକୁ ମୋ ପିଲାକୁ କିଏ? ମୋ ପିଲାକୁ ମୁଁ ଜଗିଥାନ୍ତି, ଆପଣ କିଏ କହିବା ପାଇଁକା? ମୋ ପିଲା ଯାହା କରୁଛି ମୁଁ ସେଇଟା ବୁଝିବି, ଆପଣମାନେ କେହି କିଛି କହନ୍ତୁନି। ପିଲାଙ୍କ ମୁହଁ ବଢ଼ିଲା। ତିନି ଗୁରୁଙ୍କର କର୍ତ୍ତବ୍ୟ ଏଇଠି ଯେହେତୁ ବେଙ୍ଗା ହେଲା, ପିଲାମାନେ ଚେଙ୍ଗା ହେବାଟା ସ୍ୱାଭାବିକ। ତେଣୁ ଆଗକାଳ ପରି ଯୁଗ ଆଗେଇଛି ଠିକ୍ ଅଛି, କିନ୍ତୁ କିଛିଟା କଣ୍ଟ୍ରୋଲ ରଖନ୍ତୁ। ପିଲାଙ୍କ ଉପରେ କିଛିଟା ଅଙ୍କୁଶ ରଖନ୍ତୁ। ପୂର୍ଣ୍ଣ ସ୍ୱାଧୀନତା ଏତେ ଦିଅନ୍ତୁ ନାହିଁ। ଯାହା କହିଲେ, ଯାହା ବୋଇଲେ, ଯାହା କରିଲେ ମଧ୍ୟ ହଁ ଭରନ୍ତୁ ନାହିଁ। ତାହେଲେ ପିଲାମାନେ ଟିକେ ବାଟରେ ପଡ଼ିବେ। ଆଟଲିଷ୍ଟ ଆପଣଙ୍କ ହାତରେ ପିଲାଟା ଟିକେ ଭଲ କି ଗଢ଼ି ଉଠୁ, ତା'ର ଉଜ୍ଜଳ ଭବିଷ୍ୟତ ଟିକେ କାମନା ଆପଣ ଯେମିତି କରୁଛନ୍ତି ସେମିତି ହେବନି। ଆକଟ ଦ୍ୱାରା ହିଁ କାମନା କଲେ, ଆକଟ ପ୍ଲସ୍ କାମନା, ସେମାନଙ୍କର ଭାବନାରେ ପରିବର୍ତ୍ତନ ଆସିବ ଏବଂ ସେମାନଙ୍କ ବିବେକ ବୃଦ୍ଧି ପାଇବ। ବିବେକ ଅନୁମୋଦନ କାମ ସେ କରିବେ, ପିଲାମାନେ ଶୃଙ୍ଖଳିତ ହେବେ। ତେଣୁ ଶୃଙ୍ଖଳିତ ଯେଉଁଠି ନାହିଁ, ବିଶୃଙ୍ଖଳା ଯେଉଁଠି ହେଉଛି, ସମାଜ କେମିତି ଚାଲିବ? ଗୁରୁ ସେଠି କ'ଣ କରିବେ? ବାପା ମା ମାନେ କ'ଣ କରିବେ? ତ ପ୍ରଥମରୁ ସେ ବାଟ କଢ଼େଇ ନେଲେ ପିଲାମାନେ ଭଲ ହେବେ। ଆଉ ଯେଉଁ କହୁନାହାନ୍ତି ଆଜିକାଲିକା ପିଲା ଆମକୁ ମାନିବନି, ସେଇଟା ନୁହଁ। ପିଲାମାନେ ଠିକ୍ ଅଛନ୍ତି, ଆପଣମାନେ ଟିକିଏ ବାଗେଇ ଦେଲେ ପିଲା ସଳଖି ଚାଲିବେ। ଆପଣ ବାଗେଇବାରେ ଟିକେ ଭୁଲ କରୁଛନ୍ତି, ପିଲା ବଙ୍କା ଚାଲୁଛନ୍ତି। କହିବାର ଅର୍ଥ ଏତିକି। ଆପଣ କେମିତି ବୁଝିବେ, କେମିତି ତାକୁ ସଳଖିବେ, ସେଇଟା ଆପଣଙ୍କ ଉପରେ କାମ। ମନଟା ବୁଝିଲାନି, ଆପଣଙ୍କ ଆଗରେ ମୋ ମନ କଥା ଟିକେ ସେୟାର କଲି। ଭଲ ଲାଗିଲେ ମୋତେ ଟିକେ ଜଣାଇବେ। ନମସ୍ତେ।